ବୋଲି କାହାକୁ କୁହାଯାଏ? ତ ଏହାର ଆନ୍ସର ହେଉଛି ପ୍ରାଚୀନ ଓଡ଼ିଆ ଗୀତି କବିତାର ବିଭିନ୍ନ ରୂପ ମଧ୍ୟରେ ବୋଲି ଅନ୍ୟତମ। ଲୋକ ପ୍ରଚଳିତ ଭାଷାରେ ଏକମାତ୍ର ସରଳ ଛନ୍ଦବୃତ୍ତରେ ରଚିତ ଗୀତିକାକୁ ବୋଲି କୁହାଯାଏ। ଷୋଡ଼ଶ ଶତାବ୍ଦୀ ପରବର୍ତ୍ତୀ କାଳରେ ଏହାର ରଚନା ଦେଖିବାକୁ ମିଳେ। ମୁଖ୍ୟତଃ ସପ୍ତଦଶ ଶତାବ୍ଦୀରେ ବୋଲି ରଚନାର ପରମ୍ପରା ସୃଷ୍ଟି ହୁଏ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହାକୁ ସ୍ୱୀକୃତି ପ୍ରଦାନ କରିଥିଲେ। ତାଙ୍କର ରସପଞ୍ଚକ ଗ୍ରନ୍ଥରେ ଉଲ୍ଲେଖ ଅଛି ବୋଲି ଛାନ୍ଦ ଚଉପଦୀ ଚଉତିଶା ଢଗ ପଞ୍ଚବିଧ ଗୀତେ ଥିବ। ରସପଞ୍ଚକରେ 5ଗୋଟି ବୋଲି ସ୍ଥାନିତ। ଓଡ଼ିଶାର ସର୍ବପ୍ରାଚୀନ ବୋଲି ଭାବେ 1669ରେ ରଚିତ ଢେଙ୍କାନାଳର ରାଜା ନୃସିଂହ ଭ୍ରମର ବରଙ୍କ ଦଶବୋଲିକୁ ଗ୍ରହଣ କରାଯାଇପାରେ। ମହାଦେବ ଦାସଙ୍କ କାଚବୋଲି, କେଶବ ଦାସଙ୍କ ବିଶିକେଶନ ବୋଲି, ଗୋବିନ୍ଦ ଦାସଙ୍କ ଅକ୍ରୂର ବୋଲି, ଦ୍ୱାରକା ଦାସଙ୍କ ବାଲବୋଲି, ଦୀନକୃଷ୍ଣ ଦାସଙ୍କ ଅଳଙ୍କାର ବୋଲି ପ୍ରଭୃତି କେତେକ ଉତ୍କୃଷ୍ଟ ବୋଲି ଓଡ଼ିଆ ସାହିତ୍ୟରେ ଦୃଷ୍ଟିଗୋଚର ହୁଏ। ଏମାନଙ୍କ ବ୍ୟତୀତ ବ୍ରଜନାଥ ବଡ଼ଜେନା ଓ ବହୁ ଅଜ୍ଞାତନାମା କବି ବୋଲି ରଚନା କରିଅଛନ୍ତି। ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣରେ ଦଧିମନ୍ଥନ ବୋଲିର ଉଲ୍ଲେଖ ରହିଛି।